ରାତି 3ଟାରେ ଆମ ଝିଅ ମତେ ଉଠେଇ ଦେଲା, କହିଲା ଦିଦି ଚାଲ ବୁଲିବାକୁ ଯିବା। ଆମର ବୁଲାବୁଲି କରିବାର କେବେ ଇଣ୍ଟେନସନ ନଥାଏ, ଖାଲି ବ୍ଲଗ କରିବା ପାଇଁ ହିଁ ଯାଉ। ଭୂତକୁ ଆମେ ନୁହଁ, ଆମକୁ ଭୂତ ଡରୁଥିବ। ଭୂତ ମାନେ ତାଙ୍କ ଡ୍ୟୁଟି ସାରିକି ଯାଉଛୁ, ଆମକୁ ଆଉ ଡରେଇଲେ ଆମେ ଡରିବୁ। ଫାଇନାଲି ଆମେ ପହଞ୍ଚିଗଲୁ ମୁଣ୍ଡଳି ବ୍ରିଜ। ଆମର ଏତେ ରାତିରେ ଆସିବାର କାରଣ ହେଲା ଆମେ ସନରାଇଜ ଦେଖିବା ପାଇଁ ଆଇଥିଲୁ। ଆମେ ତ କେବେ ସକାଳୁ ଉଠି ପାରୁନା, ସନରାଇଜ କେମିତି ଦେଖିବୁ? ଆଜି କେମିତି କଣ ହେଇକି ଗୋଟେ ଉଠି ଯାଇଛୁ। ସେଠି ପହଞ୍ଚିଲା ପରେ ମୋ ମୁଣ୍ଡ ପୁରା ଖରାପ ହେଇଗଲା। ଆରେ ଖୁସିରେ ଖରାପ ହେଇଗଲା, ଆଖିରେ ତ ନିଦ ଅଛି, ଭାବିଲି ଏଠି ଶୋଇ ପଡିବି। ତାପରେ ଶୋଇକି ଉଠିଲା ପରେ ମୁଁ ଉପରେ ଥିବି, ମୋ ଡେଡ୍ ବଡିଟା ପାଣିରେ ଥିବ। ସେଠୁ ଆମେ ବାହାରି ଗଲୁ ଆଉ ଗୋଟେ ଜାଗା। ମତେ ଲାଗୁଥିଲା ମୁଁ ଏକା ପାଗଳ ବୋଲି, ମୋ ସହ ଆମ ଝିଅ ଆଉ ଆମ ପୁଅ ବି ପାଗଳ। ରାସ୍ତା ସାରା ଗୋଟାଏ ଗୀତ ଗାଉଛି। ଏବେ ତ ଝିଅ ଲାଇନ ନ ମାଇଲେ ମୋ ବୋଉକୁ ଆଉ ବୋହୁ ମିଳିବ। ତାପରେ ଆମେ ଡାଇରେକ୍ଟ ପହଞ୍ଚି ଗଲୁ ପିକଅକ୍ ଭ୍ୟାଲି। ପୂର୍ବ ଥର ଆସିଥିଲି ଏସବୁ କିଛି ହେଇନଥିଲା। ଏଥର ପ୍ରତିଷ୍ଠା ହବା ପାଇଁ ଆମକୁ ଇନଭିଟେସନ କାର୍ଡ ମିଳିଛି। ଭୋଜି ଦେବେ କି ନାହିଁ ଜଣା ନାହିଁ, କିନ୍ତୁ ପଳେଇବୁ। ସେଠୁ ଫେରିଲା ବେଳକୁ ଆମ ଝିଅ ସ୍କୁଟି ଚଲେଇଲା। ଆମେ ଯେମିତି କୁଣ୍ଡା କୁଣ୍ଡି ହେଇକି ଯାଉଛୁ, କପଲ ମାନେ ବି ଫେଲ ମାରିଯିବେ ଆମ ପ୍ରେମ ଆଗରେ। ଆମେ ଦି ଜଣ ଏତେ ଜୋରେ ଚିଲ୍ଲେଇଲୁ, ଗୋଟେ ବୁଢାଟେ ବିଲ ଦାଢରେ ଝାଡା ହୋଇ ଆମ ଚିଲ୍ଲା ଶୁଣିକି ଅଧା ଝାଡାରେ ଉଠି ପଇଲା। ତାହେଲେ ଭାବନ୍ତୁ ଆମେ କୋଉ ଟାଇପରେ ଚିଲ୍ଲା ଚିଲ୍ଲେଇ। ବିଭିନ୍ନ ପ୍ରକାର ଫାଡା ଆଜ୍ଞା ଦେଖି, ଏଇଭଳିଆ ଯୋଗଣିଖିଆ ଫାଡୁରା ମାନଙ୍କୁ କେବେ ଦେଖି? ତମେ ତ ସିଧା ଗାଡି ଚଲେଇ, ତମର କଣ 10 ପୋକ ଉପର ମୁହାଁ ହେଇଛି? କିରାସିନିରେ ହଳଦୀ ଗୋଳେଇକି ଦେଇଯିବି କି 10 ପୋକ ସବୁ ମରିଯିବେ। ବାଟରେ ଗଲା ପରେ ଆପଣ ମାନେ ବିଶ୍ୱାସ କରିବେନି, ଗୋଟେ ବଡ ହନୁମାନ ମନ୍ଦିର ପାଇଲା। ପ୍ରଭୁଙ୍କୁ ଦର୍ଶନ କରି ସିଧା ଘରକୁ ମାରି, ଘରକୁ କଣ ମାରିଯିବୁ? ଭୋକ ତ କହିଲେ ନ ସରେ। ଦହିରେ 4ଟା ବାଡେଇ ଦେଲୁ, ସିଧା ଘରେ ଯାଇକି ଫାଁ କରିକି ବାଏ ବାଏ ବ୍ଲଗଟି ଏଇଠି ରଖୁ।